ପିଲାମାନଙ୍କୁ ସାଥିରେ ନେଇକରି ଆସିଥିଲି। ସେମାନଙ୍କର ମାଆ ମାନେ ମୋତେ ପଠାଇଥିଲେ ପିଲାମାନଙ୍କୁ ନେଇକରି ଜଙ୍ଗଲ ବିଷୟରେ କିଛି ଜଣାଇବା ପାଇଁ, କିନ୍ତୁ ସେମାନେ ମୋ ସାଥିରେ ଆସିଲେ। ଏତେ ଖୁସିରେ ସେମାନେ କେଉଁ ବୁଦା ଲଟା ଭିତରେ ପଶିଗଲେ ଯେ ମୁଁ ସେମାନଙ୍କୁ ଖୋଜି ପାଉନି। ମୁଁ ତ ଆସି ବୁଢ଼ୀ ଲୋକ ହେଲାଣି, ମୁଁ ତାଙ୍କୁ କାହିଁକି ଖୋଜି ପାଇବି? ମୁଁ ସେମାନଙ୍କୁ ଡାକିବି, ସେମାନେ ମୋ ପାଖକୁ ଆସିଲେ ମୁଁ ଏଇ ଗଛଲତା ବିଷୟରେ ସେମାନଙ୍କୁ ଜଣାଇବି। ଆରେ ପିଲାମାନେ, ତୁମେମାନେ କାହିଁ ଦୂର ବାଟ ପଳାଉଛ? ମୁଁ ତୁମମାନଙ୍କୁ କୁଆଡ଼େ ଖୋଜିବି? ମୁଁ ତ ଆସି ବୁଢ଼ୀ ଲୋକ ହେଲାଣି। ମୋ ପାଖରେ ବସ, ମୁଁ ତୁମକୁ କିଛି ଗଛ ବିଷୟରେ କହିବି, ଆଉ ତୁମେମାନେ ଶୁଣିବ। ପିଲାମାନେ, ତୁମେମାନେ ଘରେ ଖାଇକରି ଆସିଛ ନା? ଯଦି ଖାଇକରି ଆସିଛ ତ ଭଲ କଥା, କିଛି ଖରାପ ନାହିଁ। କିନ୍ତୁ ମୋ ଗପ ଶୁଣି ଶୁଣି ଏଇ ଜଙ୍ଗଲ ଭିତରେ ତୁମମାନଙ୍କୁ ଯଦି ଭୋକ କରିବ, ତାହେଲେ ଆମେ କ'ଣ ଖାଇବା? ମୁଁ ଆଣି ଆସିଛି ମୁଢ଼ି ମିକ୍ସଚର, ମୋ କାନିରେ ବାନ୍ଧିକି ରଖିଛି। ଆଉ ତୁମମାନଙ୍କୁ ଯଦି ଭୋକ କରିବ ତାହେଲେ ମୋତେ କହିବ, ଆମେ ଏଠି ମୁଢ଼ି ମିକ୍ସଚର ଖାଇବା। ଝରଣା ଅଛି, ଝରଣାରେ ପାଣି ପିଇବା। ଆଉ ତୁମେମାନେ ଏ ଝରଣାର ପାଣି ପିଇଲେ ବହୁତ ଖୁସି ଲାଗିବ ତୁମମାନଙ୍କୁ। ଝରଣା ପାଣି ବହୁତ ମିଠା। ଆଉ ତୁମେମାନେ ଏ ପାଣି ତ କେବେ ପିଇ ନଥିବ, ସବୁ ଅଳ୍ପ ଅଳ୍ପ ପିଇବ। କାହିଁକି ଅଳ୍ପ ଅଳ୍ପ ଯଦି ନ ପିଇବ ତୁମକୁ ସର୍ଦ୍ଦି, କାଶ, ଜ୍ୱର ହେଇଯିବ। ଆଉ ତୁମେମାନେ ଜ୍ୱରରେ ପଡ଼ିବ। ଆଉ ମୋ ଗପ କେମିତି ଶୁଣିବ? ତ ସେଥିପାଇଁ ତୁମେମାନେ କମ୍ କମ୍ ପାଣି ପିଇବ। ଘରେ ଗଲେ ବହୁତ ପାଣି, ସିଝା ପାଣି ଥିବ, ଘରେ ତୁମ ମାଆ ମାନେ ପିଇବାକୁ ଦେବେ। ଠିକ୍ ଅଛି? ପିଲାମାନେ, ତୁମକୁ ଏଇ ଜଙ୍ଗଲଟା କେମିତି ଲାଗୁଛି? ଆଈ ମା, ବହୁତ ବଢ଼ିଆ ଲାଗୁଛି। ଆରେ ପିଲାମାନେ, ତୁମମାନଙ୍କୁ କ'ଣ ଖୁସି ଲାଗୁଛି? ଆମମାନଙ୍କୁ ତୁମରି ବୟସରେ ବହୁତ ଖୁସି ଲାଗୁଥିଲା। ଆମେମାନେ ଏ ଜାଗାକୁ ବହୁତ ଥର ଆସିଛୁ, ବହୁତ ଥର ଖେଳି ବୁଲି କରି ଘରକୁ ଯାଇଛୁ। ଆମମାନଙ୍କୁ ଏମିତି ବହୁତ ଖୁସି ଲାଗିଥିଲା। ପିଲାମାନେ, ଏଥର ସେ ବିଷୟ ଛାଡ଼ିକି ଆମେ କେଉଁ କାରଣରୁ ଏଇ ଜଙ୍ଗଲ ଭିତରକୁ ଆସିଛେ, ସମସ୍ତେ ମିଳିକରି ବସିଛେ, କେଉଁ କାରଣରୁ, ଆମେ ସେ ବିଷୟରେ ଚାଲ ଆଲୋଚନା କରିବା। ପିଲାମାନେ, ତୁମେ ଗଛ ବିଷୟରେ କିଛି ଜାଣିଛ ଏବଂ ଗଛର ଫୁଲ ଫଳ ବିଷୟରେ କିଛି ଜାଣିଛ? ଯଦି ଜାଣିଛ ତ ଭଲ କଥା, ଯଦି ନ ଜାଣିଛ ମୁଁ ତୁମକୁ ଜଣାଉଛି। ମୁଁ ତୁମକୁ ଯେଉଁ କଥାଟି କହିବି, ଏ ହେଉଛି ଗୋଟେ ଗପ ମାଧ୍ୟମରେ ତୁମକୁ ଜଣେଇବି। ଏବଂ ତୁମକୁ ଯଦି ଏ ଗପରେ ଟିକେ ଖୁସି ଲାଗିଥିବ, ପ୍ରତ୍ୟେକ ଦିନ ମୋ ପାଖକୁ ଆସିବ, ବସିବ, ତୁମକୁ ନୂଆ ନୂଆ ଗପ ମୁଁ ଶୁଣେଇବି। ଆଉ କ'ଣ କହୁଛ ପିଲାମାନେ? ଆଈ ମା, ତୁମ କଥା ତ ଆମକୁ ସବୁବେଳ ପାଇଁ ଭଲ ଲାଗୁଛି, ଆମକୁ କାହିଁକି ଖରାପ ଲାଗିବ? ତୁମେ ଆମକୁ ଏଇ ବିଷୟରେ କିଛି ଜଣାଅ, ଆମେ ବସିକରି ତୁମ କଥା ଶୁଣିବୁ। ହଉ, ଠିକ୍ ଅଛି, ତୁମେମାନେ ମୋ ପାଖରେ ଚୁପଚାପ ହୋଇ ବସ। ମୁଁ ତୁମକୁ ଗପ ସାହାଯ୍ୟରେ ତୁମମାନଙ୍କୁ ଗଛ ବିଷୟରେ କିଛି କହିବି। ତୁମେମାନେ ବସିକରି ଚୁପଚାପ କରି ଶୁଣିବ। ପିଲାମାନେ, ଗଛ ଆମକୁ କେଉଁଭଳି ଭାବରେ ଦୟା କରେ, ଆମକୁ ଫୁଲ ଫଳ ଦିଏ, ସେ ବିଷୟରେ ଆମେ ଜାଣିବା। ଠିକ୍ ଅଛି? ପିଲାମାନେ, ଗୋଟିଏ ସୁନ୍ଦର ଗାଁ ଥିଲା। ଗୋଟିଏ ସୁନ୍ଦର ଗାଁ ଥିଲା। ସେଇ ଗାଁକୁ ଲାଗିକରି ଗୋଟେ ଜଙ୍ଗଲ ଥିଲା। ସେ ଜଙ୍ଗଲର ନାଁ ଥିଲା ହରିଆଳି। କିନ୍ତୁ ଗାଁର ନାଁ ଥିଲା ହରିଆଳିପୁର। କାହିଁକି ନା ସେ ଜଙ୍ଗଲକୁ ନେଇକରି ସେ ଗାଁର ନାମ ହରିଆଳିପୁର ଦିଆ ହୋଇଥିଲା। କାହିଁକି ନା ସବୁଠାରୁ ସେ ଗାଁଟା ବହୁତ ସୁନ୍ଦର ଲାଗିଥାଏ। ଖାସ୍ କରି ଏଇ ଜଙ୍ଗଲକୁ
ଦେଖିକରି ସେ ଗାଁର ନାଁ ଦିଆଯାଇଥିଲା ହରିଆଳିପୁର। ହରିଆଳି ମାନେ ଚାରିଆଡ଼େ ଖାଲି ଛନଛନିଆ ଗଛ ପତ୍ର, ଜଙ୍ଗଲ, ପାହାଡ଼, ଫୁଲ ଫଳ ଭରା ଭରା ଥିବାରୁ ସେଥିପାଇଁ ସେ ଅଧିକ ସୁନ୍ଦର ଗାଁର ନାଁ ଦେଇଥିଲେ ହରିଆଳିପୁର ଗାଁ। ଏବଂ ସେ ଜଙ୍ଗଲର ନାଁ ଥିଲା ହରିଆଳି। ପିଲାମାନେ କ'ଣ ବୁଝିପାରିଲ? ହଉ, ଆମେ ଏବେ ଆଗକୁ ବଢ଼ିବା। ସେହି ଜଙ୍ଗଲରେ ବହୁତ ବଡ଼ ବଡ଼ ଗଛ, ଫୁଲ ଫଳ ଗଛ ଜଙ୍ଗଲରେ ମିଳୁଥିଲା। ଆଉ ଗାଁର ଲୋକମାନେ ଅଧିକାଂଶ ବଜାର ହାଟକୁ ନ ଯାଇ ସେଇ ଜଙ୍ଗଲକୁ ଯାଇକି ସବୁ ପ୍ରକାରର ଫଳ ଫୁଲ ଔଷଧୀୟ ଗଛ ସବୁ ସେଇ ଜଙ୍ଗଲରୁ ଆଣୁଥିଲେ, କିନ୍ତୁ ବଜାର ହାଟକୁ ଯାଉନଥିଲେ। ଆଉ ସେଇ ଜଙ୍ଗଲକୁ ସେ ମା ପରି ମାନୁଥିଲେ। ପିଲାମାନେ, ଗଛର ଶ୍ୱାସ ଆମର ଜୀବନ। ତୁମେମାନେ ବୁଝିପାରୁଛ? ଗଛର ଶ୍ୱାସ ଆମର ଜୀବନ କ'ଣ ପାଇଁ? କାରଣ ଗଛ ଯେଉଁଟା ଛାଡ଼ୁଛି ଆମେ ସେଇଟା ଶରୀର ଭିତରକୁ ନେଉଛେ। ଯେମିତିକି ନିଶ୍ୱାସ ପ୍ରଶ୍ୱାସ। ତୁମେମାନେ ଜାଣିଛ ନିଶ୍ୱାସ କ'ଣ, ପ୍ରଶ୍ୱାସ କ'ଣ? ଆମେ ଯେଉଁଟା ଛାଡ଼ୁଛେ ଗଛ ସେଇଟା ନେଉଛି। ଗଛ ଯେଉଁଟା ଛାଡ଼ୁଛି ଆମେ ସେଇଟା ନେଉଛେ। ତାକୁ ନିଶ୍ୱାସ ପ୍ରଶ୍ୱାସ କୁହାଯାଏ। ଯେମିତି ଅମ୍ଳଜାନ, ଅଙ୍ଗାରକାମ୍ଳ। ଯେମିତିକି ଆମେ ଅମ୍ଳଜାନ ନେଉଛେ, ଅଙ୍ଗାରକାମ୍ଳ ଛାଡ଼ୁଛେ। ଠିକ୍ ସେଇଭଳି ଗଛ ହେଉଛି ଅଙ୍ଗାରକାମ୍ଳ ନେଉଛି, ଅମ୍ଳଜାନ ଛାଡ଼ୁଛି। କାହା ପାଇଁ? ଆମରିମାନଙ୍କ ପାଇଁ। ଯେମିତିକି ବାୟୁମଣ୍ଡଳ ଦୂଷିତ ହେଲେ ଗଛ ଯଦି ଥିବ ଆମର ସେ ଦୂଷିତ ବାୟୁଟାକୁ ଗଛ ଶୋଷି କରି ନେଇଯାଇଥାଏ। ଆମେ ଯେମିତି ନାକପଟେ ଅମ୍ଳଜାନ ନେଉଛେ, ଅଙ୍ଗାରକାମ୍ଳ ଛାଡ଼ୁଛେ, ଗଛର ସେଇଭଳି ନାକ ମଧ୍ୟ ଅଛି। ସେ ମଧ୍ୟ ଅଙ୍ଗାରକାମ୍ଳ ନେଉଛି, ଅମ୍ଳଜାନ ଛାଡ଼ୁଛି। ପିଲାମାନେ, ତୁମେମାନେ କିଛି ବୁଝିପାରୁଛ ନା ବୁଝିପାରୁନ? ଯଦି ନ ବୁଝିପାରିବ ମୋତେ 10 ଥର କରି ପଚାରିଲେ ମୁଁ ତୁମକୁ ବୁଝେଇଦେବି। ପିଲାମାନେ, ତୁମକୁ ଆହୁରି ବହୁତ କଥା ଶୁଣିବାକୁ ପଡ଼ିବ। ଏସବୁ କଥା ଅଳ୍ପ ଅଳ୍ପ କିଛି ତୁମମାନଙ୍କୁ ମୁଁ ଜଣାଉଛି। ଯଦି ନ ଜାଣିପାରିବ ପଚାରିବ। ଠିକ୍ ଅଛି, ଆମେ ଏବେ ଆଗକୁ ବଢ଼ିବା। ପ୍ରଥମେ ଆମେ ଜାଣିବା ଗଛ ଆମକୁ ଶ୍ୱାସ ନେବା ପାଇଁ ବାୟୁ ଦିଏ। ଗଛ ଆମକୁ ଶ୍ୱାସ ନେବା ପାଇଁ ବାୟୁ ଦିଏ। ଗଛ ନଥିଲେ ଆମେ 1 ମିନିଟ୍ ମଧ୍ୟ ବଞ୍ଚିପାରିବା ନାହିଁ। ଗଛ ଯଦି ନଥିବ ଆମେ 1 ମିନିଟ୍ ମଧ୍ୟ ବଞ୍ଚିପାରିବା ନାହିଁ। ଗଛ ଆମର ସେଥିପାଇଁ ମା ବୋଲି କୁହାଯାଏ। ଠିକ୍ ଅଛି, ପିଲାମାନେ କ'ଣ ବୁଝିପାରିଲ? ଯଦି ଗଛ ଯଦି ନଥାନ୍ତା ତାହେଲେ ଆମେ ମଧ୍ୟ ରହିପାରିବା ନାହିଁ ଏହି ଜାଗାରେ। ଠିକ୍ ଅଛି, ତୁମେମାନେ ଏ କଥା କିଛି ମାତ୍ରାରେ ବୁଝିପାରିଥିବ ମୁଁ ଭାବୁଛି। ପିଲାମାନେ, ତୁମେମାନେ କିଛି ଅନୁଭବ କରିପାରୁଛ? ଆମେ ଏ ଜାଗାରେ ବସିଛେ, ଜଙ୍ଗଲ ମଧ୍ୟ ଆମ କଥା ଧୀରେ ଧୀରେ ଶୁଣୁଛି। ଶୁଣିକରି ସେ ମୁରୁକି ମୁରୁକି ହସୁଛି। ଆଉ ଦେଖୁନ କେମିତି ଏତେ ସୁନ୍ଦର ପବନ ବି ଦେଉଛି। ଆମ କଥା ସେ ଶୁଣୁଛି। ଆଉ ତୁମେ ମୋ କଥା ଶୁଣୁଛ? ମୋ କଥା ଏ ଜଙ୍ଗଲ ମଧ୍ୟ ଶୁଣୁଛି। ତ ସେଥିପାଇଁ ସୁଲୁସୁଲିଆ ପବନ ଦେଇକରି ତାର ପତ୍ର ସବୁ ଧୀରେ ଧୀରେ କରି ହଲଉଛି। ଯେମିତି ସେ ତା କଥା ଆମେ ଯେଉଁ କଥା ହେଉଛେ ସେଥିପାଇଁ ସେ ମୁରୁକି ମୁରୁକି କରି ହସୁଛି। ତୁମେମାନେ ଦେଖ କେମିତି ଗଛର ପତ୍ର ସବୁ ହଲୁଛି। ଆଇ ମା, ସତରେ
ଗଛର ପତ୍ର ସବୁ ହଲୁଛି ଧୀରେ ଧୀରେ କରି ହଲି କରି ଆମମାନଙ୍କୁ ଥଣ୍ଡା ଥଣ୍ଡା ପବନ ଦେଉଛନ୍ତି। ଆଉ ଯେମିତି ଆମର କଥା ସିଏ ଶୁଣିକରି ମୁରୁକି ମୁରୁକି ହସୁଛନ୍ତି। ଆଉ ମୋତେ ତ ୟାକୁ ଦେଖିକି ବହୁତ ଖୁସି ଲାଗୁଛି। ଆଈ ମା, ସତ ତମେ କହୁଛ। ଆରେ ପିଲାମାନେ, ତୁମେମାନେ କ'ଣ ଜାଣିନ? ତୁମେମାନେ ଯେମିତି ମୋର ଛୋଟ ଛୋଟ କୁନି କୁନି ନାତି ନାତୁଣୀ, ସେ ମଧ୍ୟ ମୋର ସେଇଭଳି। ତ ଠିକ୍ ଅଛି, ତୁମେ ଯେମିତି ଶୁଣୁଛ ସିଏ କାହିଁକି ଶୁଣିବନି? ହଉ, ଆମେ ତାକୁ ଦେଖିବାନି, ଆମେ କଥାବାର୍ତ୍ତା ହେବା, ସିଏ ଆମ କଥା ଶୁଣିବ। ଠିକ୍ ଅଛି, ଚାଲ ଆମେ ଏବେ ଆଗକୁ ବଢ଼ିବା। ପିଲାମାନେ, ତୁମେ କ'ଣ ଜାଣିଛ ଗଛ କାହାକୁ ଡାକି କରି ଆଣିଥାଏ? ଆଈ ମା, କାହାକୁ ଡାକି କରି ଆଣିଥାନ୍ତି? ଆମକୁ ଟିକେ କୁହ। ହଉ, ଠିକ୍ ଅଛି। ଗଛ ହେଉଛି ବର୍ଷାକୁ ଡାକି କରି ଆଣିଥାନ୍ତି। ଯଦି ଗଛ ନଥାନ୍ତା ତାହେଲେ ବର୍ଷା ମଧ୍ୟ ନଥାନ୍ତା। ସେଥିପାଇଁ ଆମେ ଗଛ ଲଗେଇବା ନିହାତି ଆବଶ୍ୟକ। ଯଦି ଆମେ ଗଛ କାଟିଦେବା ତାହେଲେ ବର୍ଷା ଟାଇମ୍ରେ ହେବ ନାହିଁ। ତ ସେଥିପାଇଁ ଆମେ ଗଛ ଛୋଟ ହେଉ ବଡ଼ ହେଉ ଗଛ ଲଗେଇବା ନିହାତି ଆବଶ୍ୟକ। ଠିକ୍ ଅଛି, ଆମେ ଏତିକି ତ ଜାଣିଲେ। ଆମେ ଆଉ ଜାଣିବା ଆଗରୁ ଏତିକି ତୁମେମାନେ ମନେ ରଖିଲ କି ନାହିଁ? ଆଈ ମା, ତୁମର କଥା ତ ବହୁତ ବଢ଼ିଆ ଲାଗୁଛି ଏବଂ ଶୁଣିବାକୁ ବହୁତ ଖୁସି ମିଳୁଛି। ତୁମର କଥା ମୋର ସବୁ ମନେ ଅଛି। ତୁମେ ଆଗକୁ ଆଉ କିଛି ଆମମାନଙ୍କୁ କୁହ ଗଛ ବିଷୟରେ। ଆରେ ପିଲାମାନେ, ତୁମେମାନେ କାହିଁକି ଟେନସନ୍ ନେଉଛ? ତୁମକୁ ବା ମୁଁ ବୁଝେଇବି, ଜଣେଇବି। ସେଥିପାଇଁ ତୁମମାନଙ୍କୁ ଡାକି କରି ନେଇ ଆସିଛି। ଆହୁରି ଶୁଣେଇବି। ତୁମେମାନେ ଶାନ୍ତିରେ ବସ। ଆଉ କିଛି ଗଛ ବିଷୟରେ ମୁଁ ତୁମମାନଙ୍କୁ କହିବି। ହଉ, ତୁମେମାନେ ଏତିକି ତ ବୁଝିଲ। ଆଉ ମୁଁ କହୁଛି, ଯଦି ଆମେ ଗଛ ଯଦି କାଟିଦେବା, ଗଛ କାଟିଦେଲେ ବର୍ଷା ହେବ ନାହିଁ। ବର୍ଷା ଯଦି ନହେବ କ'ଣ କ'ଣ ଅସୁବିଧା ହୋଇଥାଏ ତୁମେମାନେ ଜାଣିଛ? ହଉ, ମୁଁ ତୁମମାନଙ୍କୁ କହୁଛି। ଯଦି ବର୍ଷା ନହେବ, ଆମର ଜମିମାନଙ୍କରେ ପାଣି ହେବ ନାହିଁ। ଯଦି ପାଣି ନହେବ, ଆମେ ଫସଲ ଲଗେଇ ପାରିବା ନାହିଁ। ଯଦି ଫସଲ ନ ଲଗେଇ ପାରିବା ତାହେଲେ ଫଳ ଫଳିବ ନାହିଁ। ନ ଫଳିଲେ ଆମେ ଖାଇବା କ'ଣ? ବଞ୍ଚିବା କେମିତି? ସେଥିପାଇଁ ବର୍ଷା ହେବା ନିହାତି ଆବଶ୍ୟକ। ତ ସେଥିପାଇଁ ଗଛ ଲଗେଇବା ନିହାତି ଆବଶ୍ୟକ। ଜଙ୍ଗଲ ହେଉ, ପାହାଡ଼ ହେଉ, ଘରବାରି ହେଉ, କେଉଁ ଜାଗାରେ ଆମେ ଛୋଟ ମୋଟ ଗଛ ଲଗେଇବା ନିହାତି ଆବଶ୍ୟକ। କ'ଣ ପିଲାମାନେ, ତୁମେମାନେ କିଛି ବୁଝିପାରୁଛ ନା ମୋରି କଥା ଶୁଣି ଶୁଣି ତୁମମାନଙ୍କୁ ନିଦ ଆସିଲାଣି? ଠିକ୍ ଅଛି, ତୁମେମାନେ ମୋ କଥା ଶୁଣ। ଆଉ କଥା ଶୁଣିଲେ ଏଥିରୁ କିଛି ଶିଖିବାକୁ ମିଳିବ। ଆଉ ତୁମେ ସ୍କୁଲ ହେଉ, ଟ୍ୟୁସନ୍ ହେଉ, ବଡ଼ କ୍ଲାସ୍କୁ ଗଲେ ମଧ୍ୟ କିଛି ଜାଣିଥିଲେ ତାର ପ୍ରଶ୍ନର ଉତ୍ତର ତମେ ଦେଇପାରିବ। କ'ଣ ପିଲାମାନେ, ବୁଝିପାରିଲ? ପିଲାମାନେ, ତୁମେମାନେ କ'ଣ ଜାଣିଛ ଗଛରେ ଫଳ କିପରି ହୋଇଥାଏ? ଆଈ ମା, ଏ ବିଷୟରେ ଆମେ ଜାଣିନାହୁଁ। ଫୁଲ କେମିତି ହୁଏ, ଫଳ କେମିତି ହୁଏ, ଏ ବିଷୟରେ ଆମମାନଙ୍କୁ ଟିକେ ବୁଝେଇ ଦିଅ। ଆରେ ପିଲାମାନେ, ତୁମେମାନେ କାହିଁକି ଟେନସନ୍ ନେଉଛ? ତୁମମାନଙ୍କୁ ମୁଁ ବୁଝେଇ ଦେବି। ଆଉ ତୁମେମାନେ ଶାନ୍ତିରେ ବସ, ମୋ କଥା ଶୁଣ। ଠିକ୍ ଅଛି? ହଉ। ଗଛ ମାଟିରୁ ପାଣି, ସୂର୍ଯ୍ୟରୁ ଆଲୋକ, ଆକାଶରୁ ବାୟୁ ନେଇ ନିଜର ଭିତରେ ଖାଦ୍ୟ ପ୍ରସ୍ତୁତ କରେ। ଖାଦ୍ୟରୁ ଫୁଲ ହୁଏ, ଫୁଲରୁ ଫଳ ହୋଇଥାଏ। କ'ଣ ପିଲାମାନେ, ତୁମେମାନେ କିଛି ବୁଝିପାରିଲ?
ନା ବୁଝିପାରିଲନି? ଠିକ୍ ଅଛି, ମୁଁ ତୁମକୁ ଆଉଥରେ ବୁଝେଇ ଦେଉଛି। ଗଛ ମାଟିରୁ ପାଣି ସଂଗ୍ରହ କରେ। ଗଛ ମାଟିରୁ ପାଣି ସଂଗ୍ରହ କରେ। ଯେମିତି ଆମର ମାଟି ତଳେ ପାଣି ମଧ୍ୟ ଅଛି। ସେଇ ପାଣିକୁ ଗଛ ତାର ଚେର ସାହାଯ୍ୟରେ ପାଣି ଶୋଷି କରି ତା ଦେହକୁ ଆଣିଥାଏ। ତାପରେ ସୂର୍ଯ୍ୟଙ୍କ ଠାରୁ ଆଲୋକ, ସୂର୍ଯ୍ୟ ଆମକୁ ଯେମିତି ଆଲୋକ ଦେଉଛନ୍ତି, ଗଛକୁ ମଧ୍ୟ ସେଇଭଳି ଆଲୋକ ଦେଉଛନ୍ତି। ଗଛ ମାଟିରୁ ପାଣି, ସୂର୍ଯ୍ୟଙ୍କ ଠାରୁ ଆଲୋକ, ଆକାଶରୁ ବାୟୁ ସଂଗ୍ରହ କରିଥାଏ। ବାୟୁ ମାନେ ପବନ। ଯେଭଳି ଆମ ଶରୀରରେ ପବନ ବାଜୁଛି ଆମେ ଅନୁଭବ କରିପାରୁଛେ, ଠିକ୍ ସେଇଭଳି ଗଛ ମଧ୍ୟ ବାୟୁ ଆକାଶରୁ ଆଣିଥାଏ। ଆଣିକରି ସେ ନିଜ ଭିତରେ ଖାଦ୍ୟ ପ୍ରସ୍ତୁତ କରିଥାଏ। ଆମେ ଠିକ୍ ସେଇଭଳି ଖାଦ୍ୟ ପ୍ରସ୍ତୁତ କରୁଛେ। କ'ଣ ବୁଝିପାରିଲ? ପିଲାମାନେ, ତୁମେମାନେ କ'ଣ ଜାଣିପାରିଲ ଗଛ କେଉଁଭଳି ଭାବରେ ଖାଦ୍ୟ ପ୍ରସ୍ତୁତ କରେ? ଯଦି ତୁମେମାନେ ଜାଣି ନ ପାରିବ, ମୋତେ 10 ଥର କରି ପଚାରିଲେ ମୁଁ ତୁମକୁ ବୁଝେଇ ଦେବି। ଠିକ୍ ଅଛି ପିଲାମାନେ, ଏବେ ଆମେ ଆଗକୁ ବଢ଼ିବା। ପିଲାମାନେ, ଗଛ ଖାଦ୍ୟ କେଉଁଭଳି ଭାବରେ ପ୍ରସ୍ତୁତ କଲା ତୁମେମାନେ ଜାଣିଲ। କିନ୍ତୁ ଖାଦ୍ୟ ପ୍ରସ୍ତୁତ କରିଲା ଏବଂ ଫୁଲ ଫଳ, ସେ ଯେଉଁ ଖାଦ୍ୟ ପ୍ରସ୍ତୁତ କରେ, ଖାଦ୍ୟ ପ୍ରସ୍ତୁତ କରିସାରିଲେ ସେଥିରୁ ସୃଷ୍ଟି ହୋଇଥାଏ ଫୁଲ। ଫୁଲରୁ ଫଳ ସୃଷ୍ଟି ହୋଇଥାଏ। ଫଳରୁ ଆମେମାନେ ସେ ଫଳକୁ ନେଇ କରି ଖାଇଥାଉ। କେଉଁଭଳି ଭାବରେ? ଠିକ୍ ଯେଉଁଭଳି ଭାବରେ ଆମେ ଛୋଟରୁ ବଡ଼ ହୋଇଥାଏ, ଆମେ ଯଦି ଖାଦ୍ୟ ନ ଖାଇବା ଆମେ କ'ଣ ବଞ୍ଚିପାରିବା? ଠିକ୍ ସେଇଭଳି ଗଛ ତାର ଖାଦ୍ୟ ପ୍ରସ୍ତୁତ ନିଜେ କରେ, ନିଜେ ଖାଏ। ଖାଇକରି ଆମମାନଙ୍କୁ ଫୁଲ ଦିଏ, ଫଳ ଦିଏ। ସିଏ ଯଦି ନ ଖାଇବ, ସିଏ ଆମକୁ ଫୁଲ ଦେଇପାରିବନି କି ଫଳ ଦେଇପାରିବ ନାହିଁ। କ'ଣ ପିଲାମାନେ ବୁଝିପାରିଲଟି? ପିଲାମାନେ, ଗଛ ଯେଉଁ ଆମକୁ ଫୁଲ ଫଳ ଦିଏ, ସେ ଆମକୁ ଉପହାର ଦେଇଥାଏ। କିନ୍ତୁ ଆମକୁ ସେ ଗୋଟେ ପଇସା ମାଗିନଥାଏ, ଆମକୁ କିଛି ମୂଲ୍ୟ ମାଗିନଥାଏ। କିନ୍ତୁ ଆମେ ମନ ଇଚ୍ଛା ଯାଇକି ତା ପାଖରୁ ଫୁଲ ଫଳ ତୋଳିକରି ନେଇ ଆସୁଛେ। କିନ୍ତୁ ତାକୁ ଆମେ କ'ଣ କହିବା? ପ୍ରେମ ଉପହାର, ମାନେ ଭଲ ପାଇବାର ଗୋଟେ ସେ ଉପହାର ଆମକୁ ଦେଉଛି। କିଏ? ସେ ଗଛ। ସେଥିପାଇଁ ବିନା ପଇସାରେ ଆମେ ତାଠୁ କିଛି ପତ୍ର, ଫୁଲ, ଫଳ, ଡାଳ ସବୁ ନେଇକରି ଆସୁଛେ। ତାକୁ କୁହାଯାଏ ପ୍ରେମ ଉପହାର। ପିଲାମାନେ, କ'ଣ ବୁଝିପାରିଲ? ପିଲାମାନେ, ଗଛ ସବୁ ଏତେ ସବୁ ଫୁଲ, ଫଳ, ଡାଳ, ପତ୍ର ସବୁ ଦେଇକରି ମଧ୍ୟ ସେ କେବେ ବି ଅଭିଯୋଗ କରେନି ମୋତେ କଷ୍ଟ ହେଉଛି। କିନ୍ତୁ ଆମେ କୌଣସି ଜିନିଷ କାହାକୁ ଦେଇଦେଲେ ଆମେ ତାଠୁ ମୂଲ୍ୟ ନେଉଛେ, କିନ୍ତୁ ଗଛ କାହାଠାରୁ ମୂଲ୍ୟ ନିଏ ନାହିଁ। ତ ସେଥିପାଇଁ ସେ ମଧ୍ୟ କହେନି ମୋତେ କଷ୍ଟ ହେଉଛି ବୋଲି। ତ ସେ ଆମକୁ କେତେ ସାହାଯ୍ୟ କରୁଛି। ପିଲାମାନେ, କ'ଣ ବୁଝିପାରୁଛ ନା ବୁଝିପାରୁନ? ତୁମେମାନେ ଏଇଭଳି କିଛି କରିବା ନିହାତି ଆବଶ୍ୟକ। ଗ୍ରୀଷ୍ମ ଋତୁରେ ଆମମାନଙ୍କୁ ଛାଇ ଦିଏ।
ଭୋକିଲା ଲୋକକୁ ଫଳ ଦିଏ, ରୋଗୀମାନଙ୍କୁ ଔଷଧ ଦିଏ, ପକ୍ଷୀମାନଙ୍କୁ ଘର କରିବା ପାଇଁ ଗଛର ଡାଳ ଦିଏ, କିନ୍ତୁ ତାକୁ ଟୋଟାଲ କଷ୍ଟ ହୋଇନଥାଏ। ଆମେ ତାଠୁ ସବୁବେଳ ପାଇଁ ସବୁ ଜିନିଷ ନେଉଛେ, କିନ୍ତୁ ଆମେ ତାକୁ କୌଣସି ଜିନିଷ ଦେଉନାହୁଁ। କ'ଣ ପିଲାମାନେ, ଠିକ୍ କହିଲି ନା? ପିଲାମାନେ, ଗଛ କ'ଣ କହିଥାଏ ଜାଣିଛ? ଗଛ କହିଥାଏ ଏହି ପୃଥିବୀ ସମସ୍ତିଙ୍କର, ମାନେ ପଶୁ ପକ୍ଷୀ, ଗଛ ଲତା, ଗହୀର ବିଲ, ନାଳ, ଝରଣା ସମସ୍ତିଙ୍କର। ଏ ହେଉଛି ସମସ୍ତିଙ୍କର ଅଧିକାର ଏଠାରେ ଅଛି। ଗଛ ଏ କଥା କହିଥାଏ। ପିଲେମାନେ, ତୁମେମାନେ ଏସବୁ କଥା ତ ଶୁଣିଲ। ଏ କଥାରୁ ତୁମେମାନେ ଗଛ ଆମକୁ କ'ଣ ଉପକାର କରେ, କ'ଣ ଦିଏ, ଏସବୁ ତ ଜାଣିଲ। ଏବେ ତୁମେ ଗଛକୁ କ'ଣ ବୋଲି ଭାବିବ? ତାହେଲେ ମୋତେ ପ୍ରଶ୍ନର ଉତ୍ତର ଦିଅ। ଆଈ ମା, ତୁମର ଏସବୁ କଥା ଶୁଣିକି ମୋତେ ତ ବହୁତ ବଢ଼ିଆ ଲାଗିଲା, କିନ୍ତୁ ମୁଁ ଆଜିଠାରୁ ଗଛକୁ କେବେ ଉପାଡ଼ିବି ନାହିଁ ଏବଂ ଗଛରେ ପାଣି ଦେବି, ଗଛ ଲଗେଇବି, ଗଛକୁ ମୋର ସାଙ୍ଗ ଭଳି ବ୍ୟବହାର କରିବି। ଗଛ କେବେ ବି ଆମର ଖରାପ ଚିନ୍ତା କରିନଥାଏ, କିନ୍ତୁ ଆମେ ଗଛକୁ କାଟି ଦେଉଛୁ ଏବଂ ତାକୁ ଜାଳ କରୁଛୁ, ଫର୍ଣ୍ଣିଚର ଜିନିଷ କରୁଛୁ, ଏସବୁ କରୁଛୁ। କିନ୍ତୁ ଗଛ ଆମକୁ ବହୁତ ସାହାଯ୍ୟ କରେ, କିନ୍ତୁ ଆମେ ତାକୁ କିଛି ବି ସାହାଯ୍ୟ କରୁନୁ। ତ ଆଜିଠାରୁ ମୁଁ ଶପଥ ନେବି କେବେ ବି ଗଛ କାଟିବି ନାହିଁ ଏବଂ ଯିଏ କାଟୁଥିବେ ସେମାନଙ୍କୁ ମନା କରିବି, ଆଉ ଗଛ କାଟନ୍ତୁ ନାହିଁ। ତାହେଲେ ମୋ କଥା ତୁମକୁ ବହୁତ ବଢ଼ିଆ ଲାଗିଲା। କିଛି କଥା ନାହିଁ, ସବୁବେଳେ ମୋ ପାଖକୁ ଆସିଲେ ମୁଁ ତୁମକୁ ଏମିତି ଛୋଟ ଛୋଟ ଗପ ଶୁଣେଇବି। ତୁମେମାନେ ଏ ଶୁଣିକି ତମକୁ ବହୁତ ଖୁସି ଲାଗିବ, ମୋତେ ମଧ୍ୟ ବହୁତ ଖୁସି ଲାଗିବ। କ'ଣ କହୁଛ ପିଲାମାନେ? ଆଈ ମା, ତୁମେ ଯେଉଁ କଥା କହୁଛ ଠିକ୍ କଥା କହୁଛ। ଆମେ ସବୁବେଳେ ଆମର ଟ୍ୟୁସନ୍ ସ୍କୁଲ ଛୁଟି ହେଇଗଲା ପରେ ଆମେ ତୁମ ପାଖକୁ ଆସିବୁ, କିଛି ନୂଆ ନୂଆ ଗପ କାହାଣୀ ଶୁଣିବୁ। ପିଲେମାନେ, ଏବେ ତୁମେ କହିଲ, ମୁଁ ତୁମକୁ ତ ଏତେ ସାରା କଥା କହିଲି, ଏତେ ବୁଝେଇଲି। ତୁମେ କହିଲ ଗଛ ତୁମକୁ କ'ଣ କ'ଣ ସାହାଯ୍ୟ କରେ? ଆଈ ମା, ତୁମର କଥା ତ ମୁଁ ସବୁ ବୁଝିଗଲି। ମୁଁ ଜାଣିଛି ଯେ ଗଛ ଆମକୁ ଜୀବନ ଦେଇଥାଏ ଏବଂ ଫଳ ଦିଏ, ଫୁଲ ଦିଏ, ଜାଳିବା ପାଇଁ କାଠ ପତ୍ର ଦେଇଥାଏ, ଆମକୁ ବର୍ଷା ଆସିବାରେ ସାହାଯ୍ୟ କରିଥାଏ, ଆମକୁ ଏତେ ସାରା ସାହାଯ୍ୟ କରିଥାଏ, କିନ୍ତୁ ଆମେ ତାର ସାଙ୍ଗ ହେଉନାହୁଁ। କିନ୍ତୁ ଆଜିଠାରୁ ମୁଁ ଗଛର ସାଙ୍ଗ ହେବି ଏବଂ ସିଏ ମୋର ସାଙ୍ଗ ହେବ। ଆରେ ପିଲାମାନେ, ତୁମେମାନେ କ'ଣ ଜାଣିନ? ଗଛର ତୁମେ ସାଙ୍ଗ ନହେଲେ ମଧ୍ୟ ଗଛ ତୁମର ସାଙ୍ଗ ହୋଇଥାଏ। ତୁମେମାନେ ଜାଣିପାର ନାହଁ, କାହିଁକି ନା ଗଛ କେବେ କାହାକୁ କିଛି କହିନଥାଏ। ତୁମମାନଙ୍କର ପାଟି ଅଛି, ଗଛର କ'ଣ ପାଟି ଅଛି? ସେ ତୁମମାନଙ୍କୁ କହିପାରିବ? ପାଟି ଅଛି, କିନ୍ତୁ ତୁମମାନଙ୍କୁ ସେ କିଛି କହିପାରିବ ନାହିଁ। ତୁମମାନଙ୍କର ପାଟି ଅଛି, ସିଏ ତୁମମାନଙ୍କୁ
କିଛି ଜଣେଇ ପାରିବ ନାହିଁ। କାହିଁକି ନା ଗଛ ଭିତରେ କଥାବାର୍ତ୍ତା ହୁଅନ୍ତି, କିନ୍ତୁ ସେ ଆମ ସାଙ୍ଗରେ କଥା ହୁଅନ୍ତିନି। ତ ଆମେ କେମିତି ଜାଣିବା? ଆମେ ଖାଲି ତାଙ୍କୁ ଦେଖିକି ଅନୁଭବ କରିପାରିବା। ବୁଝିପାରୁଛ? ଆମର ଯେମିତି ଜୀବନ ଅଛି ତାଙ୍କର ମଧ୍ୟ ସେମିତି ଜୀବନ ଅଛି, କିନ୍ତୁ ସିଏ ଆମ ସାଙ୍ଗରେ କଥା ହେଇପାରିବେନି। ସିଏ ତାଙ୍କ ଗଛ ଭିତରେ କଥା ହୁଅନ୍ତି, ଆଉ ସେଇଟା ତୁମେମାନେ ଶୁଣିପାରିବ ନାହିଁ। ଗଛ ସବୁବେଳ ପାଇଁ ତୁମମାନଙ୍କର ସାଙ୍ଗ ହୋଇଥାନ୍ତି। ତୁମେ ତ ଆଜି ଜାଣିଲ, ସିଏ ତାକୁ ଯଦି ଗଛକୁ ଯଦି ତମେ ହାଣିଦେବ, କାଟିଦେବ, ଯାହା ବି କଲେ ମଧ୍ୟ ସେ ତୁମର ସାଙ୍ଗ ହିଁ ହେବ। କିନ୍ତୁ ଆମେ ଯଦି କାହାକୁ ହାଣିଦେବା, କାଟିଦେବା, ମାରିଦେବା, ସେ ଆମର ଶତ୍ରୁ ହେଇଯାଇଥାଏ। କିନ୍ତୁ ଗଛ ଆମର କେବେ ବି ଶତ୍ରୁ ହେଇନଥାଏ। ସେଥିପାଇଁ ସିଏ କିଛି ବିନା ପଇସା, ବିନା ମୂଲ୍ୟରେ ଆମର ସିଏ ସାଙ୍ଗ ହୋଇଥାଏ। ତାହେଲେ ଗଛକୁ ଆମେ ଲଗେଇବା ନିହାତି ଆବଶ୍ୟକ। ତ ଆମର ସେ ବିନା ସ୍ୱାର୍ଥରେ ଆମକୁ ସବୁ ପତ୍ର, ଜାଳ, କାଠ, ଫୁଲ, ଫଳ ଦେଇଥାଏ। ତ ଆମେ ସବୁ ଏସବୁ ସାମଗ୍ରୀ ଆମେ ଘରକୁ ନେଇଥାଏ। ତ ଠିକ୍ ସେଇଭଳି ଆମେ ତାର ସାଙ୍ଗ। ସିଏ ଆମର ଦୋସ୍ତି ହେଉଛି, ସବୁବେଳ ପାଇଁ ହେଉଥିବ। କ'ଣ ପିଲାମାନେ, କ'ଣ ବୁଝିପାରିଲ? ଆଜିଠାରୁ ଶପଥ କର, ଗଛ ଲଗେଇବ, ଗଛରେ ପାଣି ଦେବ, ଗଛ ତଳ ପରିଷ୍କାର ରଖିବ ଏବଂ ଯେକୌଣସି ଲୋକ ଗଛକୁ ଯଦି ହାଣୁଥିବେ ସେମାନଙ୍କୁ ମନା କରିବ ଏବଂ ଗଛର କିଛି ବି କ୍ଷତି ହେଲେ ତାକୁ ବଞ୍ଚିବା ପାଇଁ ସେଥିରେ କିଛି ଔଷଧ ଜିନିଷ ଲଗେଇବାକୁ ପଡ଼ିଲେ ଲଗେଇବ। ତମେ ଯେମିତି ତୁମର ମା'ମାନଙ୍କୁ ସାହାଯ୍ୟ କରୁଛ, ତୁମର ଦ୍ୱିତୀୟ ମା ଗଛ। ଠିକ୍ ସେଇଭଳି ଗଛକୁ ମଧ୍ୟ ସାହାଯ୍ୟ କର। ଗଛ ତୁମମାନଙ୍କୁ ସାହାଯ୍ୟ କରିବ। ତୁମେ ଯଦି ତାର ସାହାଯ୍ୟ ନ କଲେ କରିବ, କଲେ ମଧ୍ୟ କରିବ। ସେ ହେଉଛି ବିନା ସ୍ୱାର୍ଥର ସାଙ୍ଗ। ଏବେ ଜାଣିପାରିଲ, ଗଛ ତମର ବିନା ସ୍ୱାର୍ଥର ସାଙ୍ଗ। ଆଉ ଆଜିକାଲି ଯଦି ତୁମେ ସାଙ୍ଗ ହେବ, ସାଙ୍ଗକୁ ଗୋଟେ ଚକୋଲେଟ୍ ନଦେଲେ ସେ ତୁମର ସାଙ୍ଗ ହୋଇନଥାଏ, କି ତୁମର ଗୋଟେ ପେନ୍ ନଦେଲେ ସେ ତୁମର ସାଙ୍ଗ ହୋଇନଥାଏ। ଠିକ୍ ସେଇଭଳି ଗଛକୁ ତମେ ଯଦି କିଛି ନଦେବ ତାହେଲେ ତୁମର ସାଙ୍ଗ ହେବ। ଗଛକୁ କିଛି ଦେଲେ ମଧ୍ୟ ତୁମର ସେ ସାଙ୍ଗ ହେବ। କ'ଣ ଏଥିରୁ ବୁଝିପାରିଲ? ପିଲାମାନେ, ତୁମମାନଙ୍କୁ ତ ଗଛ ବିଷୟରେ କିଛି ଜଣେଇଲି, ଶୁଣେଇଲି, ବୁଝେଇଲି। ଏସବୁ କରିସାରିଲା ପରେ ଦେଖ ଆମ ପଛପଟେ କେତେ ସାରା ଗଛ ଲତା, ପାହାଡ଼, କେତେ ସୁନ୍ଦର ଭାବରେ ଆମେ ଯେମିତି କଥାବାର୍ତ୍ତା ହେଉଛେ, ସେମାନେ ଚୁପଚାପ ହୋଇ ଆମର କଥା ମଧ୍ୟ ଶୁଣୁଛନ୍ତି। ତୁମେମାନେ ଶାନ୍ତିରେ ବସିଲେ ସେମାନଙ୍କ କଥାଭାଷା ତମେ ବି ଜାଣିପାରିବ। ସେ ତୁମ ସାଙ୍ଗରେ କଥା ହେବେନି, କିନ୍ତୁ ସେମାନେ ନିଜ ନିଜ ଭିତରେ କଥା ହେବେ। ଆମେ ଯଦି ଚୁପଚାପ ହୋଇ ବସିବା ତାହେଲେ ସେମାନଙ୍କର କଥା ଆମେ ଶୁଣିପାରିବା, ଅନୁଭବ କରିପାରିବା। ଠିକ୍ ସେଇଭଳି ଆମେ ଏଠି ଅଧିକ ଟାଇମ୍ ତ ବସିପାରିବା ନାହିଁ। ତ ସେଥିପାଇଁ ଆମେ ଆମର ଏତିକିରେ ଗପ ଶେଷ କରିକି ଆମେ ନିଜ ନିଜ ଘରକୁ ଯିବା। ପିଲାମାନେ, ମୁଁ ତୁମମାନଙ୍କୁ କହିଲି ଘରକୁ ଯିବା କଥା, କିନ୍ତୁ ତୁମେମାନେ ମୋତେ କେବେ ମନେ ବି ପକେଇଲନି। ମୋର ମଧ୍ୟ ବି ମନେ ନାହିଁ। ମୁଢ଼ି ମିକ୍ସଚର କାନିରେ ବନ୍ଧା ହୋଇକି ଥୁଆ ହୋଇଛି, ଆଉ ତୁମେମାନେ ଖାଇଲନି କି ମୁଁ ମଧ୍ୟ ତୁମମାନଙ୍କୁ କହିଲିନି। ହଉ ଠିକ୍ ଅଛି, ଏବେ ତ ଅଧିକ ଟାଇମ୍ ହେଇଗଲାଣି। ତୁମେ ତ ଆଉ ମୋ ପାଖରେ ବସିପାରିବନି। ଏ ଜଙ୍ଗଲରେ ତ ଆମେ ଅଧିକ ଟାଇମ୍ ନେଇପାରିବାନି। ଯଦି ଆମେ ଏ ଜାଗାରୁ ଜଲ୍ଦି ପଳେଇବା, ଘରକୁ ଯାଇକି ମୁଢ଼ି ମିକ୍ସଚର ବସିକରି ଖାଇବା। କ'ଣ କହୁଛ ପିଲାମାନେ? ଠିକ୍ ଅଛି, ଏବେ ଆମେ ଧୀରେ ଧୀରେ କରିକି ଜଙ୍ଗଲରୁ ବାହାରକୁ ଯିବା। ଆଈ ମା, ତୁମେ ଯେଉଁ କଥା କହୁଛ ଠିକ୍ କଥା କହୁଛ।
ଚାଲ ଆମେ ଧୀରେ ଧୀରେ କରିକି ଆମେ ଏ ଜଙ୍ଗଲରୁ ବାହାରିକି ଯିବା। ହଉ ପିଲାମାନେ, ଯଦି ମୋ ଗପ ତୁମମାନଙ୍କୁ ଭଲ ଲାଗିଥିବ, ପ୍ରତ୍ୟେକ ଦିନ ମୋ ପାଖକୁ ଆସିଲେ ମୁଁ ତୁମକୁ ଏଇଭଳି ଭାବରେ ଛୋଟ ଛୋଟ ଗପ ଶୁଣେଇବି। ଆଉ ମୋ ଗପ ଶୁଣିକି ତୁମେମାନେ ଖୁସି ହେବ, ମୁଁ ମଧ୍ୟ ବହୁତ ଖୁସି ହେବି। ଦେଖୁନ ଜଙ୍ଗଲ ମାନେ କେମିତି ହସୁଛନ୍ତି ଆଉ ତାଙ୍କର ପତ୍ର ସୁଲସୁଲିଆ ପବନରେ ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ଠିକ୍ ସେଇଭଳି ଆମେମାନେ ସେମାନଙ୍କୁ ଉତ୍ସାହିତ କରିବା ନିହାତି ଆବଶ୍ୟକ। ପିଲାମାନେ କ'ଣ କହୁଛ? ପିଲାମାନେ, ମୋ କଥାଟି ସରିଲା, ଫୁଲ ଗଛଟି ମରିଲା।